ଆପଣ ଦମନ ଦେଖିଛନ୍ତି ଦମନ ବହୁତ ବଡ଼ ଗୋଟେ ନ୍ୟାସନାଲ ପ୍ଲାଟଫର୍ମରେ ସମସ୍ତଙ୍କ ମୁହଁକୁ ଆସିଲା କେତେ ଦିନ ପର୍ଯ୍ୟନ୍ତ ଦମନର ଉଦାହରଣ ଦେଖି ଆଗକୁ ନାଇଁ ଆଜ୍ଞା ମୁଁ ଦମନର ଉଦାହରଣ ଏଥିପାଇଁ ଦିଆଯିବ ଯେତେବେଳେ ଗୋଟେ ଭଲ ସିନେମା ଗୋଟେ ଇଣ୍ଡଷ୍ଟ୍ରିରେ ହୁଏ ତାକୁ ଉଦାହରଣ ସ୍ୱରୂପ ସିନେମା 100 ବର୍ଷ ପାଇଁ ବଞ୍ଚେ ସିନେମା ଗୋଟେ 100 ବର୍ଷ ପାଇଁ ବଞ୍ଚେ ତେଣୁ ପ୍ରତ୍ୟେକଟା ସିନେମା ଯେଉଁ ସିନେମାର ଉଦାହରଣ ଦିଆହେଉଛି ସେଇଟା 100 ବର୍ଷ ପର୍ଯ୍ୟନ୍ତ ତାର ନାଁ ନିଆଯିବ এবং প্রতীক্ষা কুহতু দমন কুহতু বর্তমান টাইমে যেতিকি সিনেমা রিলিজ হচ্ছে পাওয়ার রিলিজ হয়েছিল এবং বহুত গুড়া সিনেমা রিলিজ হচ্ছে যোটা কি দর্শক পসন্দ করছেন হলে তার বজ ক্রিয়েট হচ্ছে অডিয়েন্স টিকেট কাটিকি সিনেমাটি দেখুছেন এবং সিনেমাটি হলে বর্তমান চালুছি দশহরার আমি দেখুছু পাখাপাখি 4-5টি ওড়িয়া ফিল্ম রিলিজ হচ্ছে দুর্গা আসুচি কর্ম আসুচি ভিলেন আসুচি আপনার ফিল্ম আসুচি তো যদি দর্শক সীমিত স্ক্রিন সীমিত এতে সিনেমা কাହିଁ গোটিଏ সময় আনতে আপন মানে ଓଡ଼ିଆ ସିନେ ଜଗତକୁ ଓଡ଼ିଆ ସିନେମାକୁ ଯେଉଁ ପ୍ରକାରର ପ୍ରମୋସନ୍ ଦରକାର ତା ପାଇଁ ଯେଉଁ ବଜେଟ୍ ଦରକାର ସେଟା ହୁଏତ ଆମ ପାଖରେ ବହୁତ କମ୍ ଥାଏ ଏବଂ ଯେଉଁ ପାଇଁ ଆମେ ଚେଷ୍ଟା କରୁ ଫେଷ୍ଟିଭାଲରେ ସିନେମା ଆଣିବା ପାଇଁ ଯେଉଁଦ୍ୱାରା ଫେଷ୍ଟିଭାଲରେ ହିଁ ଯେତେବେଳେ ଲମ୍ବା ଛୁଟି ଦିନ ଥାଏ ଏବଂ ଲୋକ ସେତେବେଳେ ଖୋଜନ୍ତି ଯେ କ'ଣ ସିନେମା ଆସିଛି ରଜରେ ଓଡ଼ିଆ ସିନେମା ଚାଲେ ଦଶହରାରେ ଓଡ଼ିଆ ସିନେମା ଚାଲେ ଆପଣମାନେ ସମସ୍ତେ ଜାଣିଛନ୍ତି ମୋ ହିସାବରେ ଏଇଟା ସ୍ୱାଗତ ଯୋଗ୍ୟ କିଛି ଅସୁବିଧା ନାହିଁ ଏବଂ ପ୍ରଡ୍ୟୁସରଙ୍କ ଚଏସ୍ ଥାଏ ଯଦି ପ୍ରଡ୍ୟୁସର ଚାହିଁଲେ ଯେ ଗୋଟେ ବଡ଼ ଇନଫ୍ରାଷ୍ଟ୍ରକ୍ଚର ମାନେ ବଡ଼ ଷ୍ଟ୍ରକ୍ଚର ଗୋଟେ ପ୍ରମୋସନଟେ କରିବେ ତାହେଲେ ସିଏ ଗୋଟେ ଅଫ୍ ସିଜନ୍ ଆସେ ମୋର ବି ଆଜ୍ଞା ଅଫ୍ ସିଜନ୍ରେ ବହୁତ ସିନେମା ଆସିଛି এবং ସେତେବେଳେ ହିଟ୍ ମଧ୍ୟ ହେଇଛି ଏକ୍ଜାକ୍ଟଲି ଯଦି ବାହୁବଳୀ RRR ପୁଷ୍ପା କାନ୍ତାରା ଦକ୍ଷିଣ ଭାରତୀୟ ସିନେମା ହେଇକି ଅଫ୍ ସିଜନ୍ରେ ଦଶହରା ରଜରେ ନ ପଡ଼ିକି ଓଡ଼ିଶା ବଜାରରୁ ଶହ ଶହ କୋଟି ନେଇପାରୁଛନ୍ତି ତାହେଲେ ଓଡ଼ିଶା ଦର୍ଶକଙ୍କୁ ଆକୃଷ୍ଟ କରିପାରିବନି ଓଡ଼ିଆ ସିନେମା ନିଶ୍ଚିତ କରିପାରିବ ନିଶ୍ଚିତ କରିଛୁ ମଧ୍ୟ ଅତୀତରେ କରିଛି ତ ଯେଉଁ ବିମୁଖ ହେଇଛନ୍ତି ଦର୍ଶକ ଆମଠୁ ଦୂରେଇ ଯାଇଛନ୍ତି ତାଙ୍କୁ ଆଣିବା ପାଇଁ ତ କିଛି ତ ସମୟ ଦରକାର ନା ତ ସେଇ ସମୟର ଅପେକ୍ଷାରେ ଆମେ ଅଛୁ ଆଉ କିଛି ନୁହେଁ କେତେ ଦିନ ଅପେକ୍ଷା କରିବା ପାଇଁ ପଡ଼ିବ ଆମକୁ ବହୁତ କମ୍ ଦିନ ଓଡ଼ିଆ ସିନେମାର ଯେଉଁ ଗୋଲ୍ଡେନ୍ ଏରା ସୁବର୍ଣ୍ଣ ଯୁଗ କେବେ ଆସିବ ସେଟା କେବେ ଆସିବ ତ ମୁଁ ଜାଣି ନାହିଁ କିନ୍ତୁ ଚେଷ୍ଟା ପ୍ରଚେଷ୍ଟା ଯେହେତୁ ଲାଗି ରହିଛି ନୂଆ ମେକର୍ସ ଆସିଲେଣି ଜେନେରେସନ୍ ଚେଞ୍ଜ ହେଲାଣି ସିନେମା ଚେଞ୍ଜ ହେଉଛି ସିନେମା ତିଆରିର ଢାଞ୍ଚା ଚେଞ୍ଜ ହେଉଛି ଏବଂ ବର୍ତ୍ତମାନ ଆପଣମାନେ ଯେତେବେଳେ ସିନେମାର ତ ଗୋଟେ କମେଣ୍ଟ ବକ୍ସ ତଳକୁ ଯିବେ ଯେଉଁଠି ଗାଳି ଲୋକଙ୍କର ପଡ଼ୁଥିଲା ସେଠି ଲୋକଙ୍କ ତାଳି ପଡ଼ୁଛି ତ ଧୀରେ ଧୀରେ ବଦଳିବ ନିଶ୍ଚିତ କିନ୍ତୁ ଓଡ଼ିଆ ସିନେମା ଏମିତି କିଛି ଦିଗ୍ଗଜଙ୍କୁ ହରେଇ ସାରିଛି ଯେଉଁମାନଙ୍କ ଶୂନ୍ୟସ୍ଥାନ ପୂରଣ ହେଇପାରିବ ଆପଣମାନେ ଯେଉଁମାନେ ପରବର୍ତ୍ତୀ ପିଢ଼ିରେ ଆସୁଛନ୍ତି ଆପଣ ଆସୁଛନ୍ତି ଶୈଳେନ୍ଦ୍ର ଆସୁଛନ୍ତି ସେଇ ଦିଗ୍ଗଜମାନଙ୍କର ସ୍ଥାନ ପୂରଣ କରିବା ପାଇଁ ଯେଉଁ ଯୁବ କଳାକାରମାନେ ଏଣ୍ଟ୍ରି କରିବା କଥା ହେଉଛି ନା ଗୋଟେ ବଡ଼ ଭ୍ୟାକେନ୍ସିଟେ ତିଆରି ହେଇକି ରହିଛି ଏବେ ବି ଗୋଟେ ବଡ଼ ଭ୍ୟାକେନ୍ସିଟେ ରହିଛି ଏକ୍ଜାକ୍ଟଲି ତାହେଲେ ସିନେମାର ଧାରା ଆଗକୁ ବଢ଼ିବ କେମିତି ସେ ଯେଉଁ ଭ୍ୟାକେନ୍ସି ରହିଛି ତାକୁ ଫୁଲଫିଲ୍ କରିବା ପାଇଁ ଭଲ ଭଲ କଳାକାରଙ୍କୁ ଆଗକୁ ଆଣିବା ପାଇଁ ପଡ଼ିବ ନୂଆ କଳାକାରଙ୍କୁ ଆଗକୁ ଆଣିବା ପାଇଁ ପଡ଼ିବ ସେ ଜିନିଷଟା ଧୀରେ ଧୀରେ ଷ୍ଟାର୍ଟ ହେଇଛି ଏବଂ ଯେତେବେଳେ ଆମେ ନୂଆ ଅଛୁ ବର୍ତ୍ତମାନ ଆମେ ଆଗକୁ କ'ଣ ହେବ ଆମେ ଜାଣିନୁ ସେମିତି ବିଜୟ ମହାନ୍ତି ଉତ୍ତମ ମହାନ୍ତି ସାର୍ ମିହିର ଦାସ ସାର୍ ଯେତେବେଳେ ପ୍ରଥମରେ ଆରମ୍ଭ କରିଥିବେ ସେମାନେ ମଧ୍ୟ ଜାଣିନଥିବେ ଯେ ସେମାନେ ଆଗକୁ ଯାଇକି ଦିଗ୍ଗଜ କଳାକାର ହେବେ ବୋଲି ତେଣୁ କଳାକାରର କେବେ ମୃତ୍ୟୁ ନଥାଏ ଏବଂ କଳାକାରର କୌଣସି ସୀମା ନଥାଏ ଆଉ ଗୋଟେ ପ୍ରଶ୍ନ ଆସିବ ହୁଏତ ଅଭିନୟ ଅନେକଙ୍କ ପାଇଁ ନିଶା ହେଇପାରେ କିନ୍ତୁ ତାକୁ ପେଶା କରିକି ଚଳି ହେବ କି ନାହିଁ ସ୍ୱରାଜ ଯେତେବେଳେ ପଡକାଷ୍ଟରେ ଖୋଲାଖୋଲି କହୁଛନ୍ତି ଯେ ଗୋଟେ ସିନେମା କଲେ ବର୍ତ୍ତମାନ ଦିନରେ ମୁଁ 9 ଲକ୍ଷ ଟଙ୍କା ପାଉଛି ଅର୍ଥାତ୍ ସିନେମାରୁ ପେଟ ପୋଷି ହେବ ଏଇ ଆହ୍ୱାନ ଯଦି ସମସ୍ତେ ଦେବେ ତାହେଲେ ହୁଏତ ଆଉ କିଛି କଳାକାର ଆସିବେ ଏଇଟା ଗୋଟେ ଓପନ୍ ପ୍ଲାଟଫର୍ମ ଆପଣ ଯେମିତି ପଡକାଷ୍ଟ କହୁଛନ୍ତି ଇଟ୍ସ ଓପନ୍ ପ୍ଲାଟଫର୍ମ ଆପଣ ସବୁ ବିଷୟରେ ଡିସ୍କସ୍ କରୁଛନ୍ତି ସେଇଭଳିଆ ସିନେ ଜଗତଟା ଆଜ୍ଞା ସେଇଆ ଇଟ୍ସ ଆନ୍ ଓପନ୍ ପ୍ଲାଟଫର୍ମ ସମସ୍ତଙ୍କ ପାଇଁ ଖୋଲା ଯେତେ କଳାକାର ଆସିବେ ସେତେ ଆମ ପାଇଁ ଭଲ